This is OTN, your trusted source for breaking news. नाଳ ପାଣିରେ ଭାସି ଯାଇ ଯୁବକ ହେଲେ ମୃତ୍ୟୁ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗା ପଞ୍ଚାୟତ କଣ୍ଟିଶ୍ୱର ଗ୍ରାମର ଘଟିଯାଇଛି ଏକ ଅଭାବନୀୟ ଘଟଣା, ଯାହାକି ଗ୍ରାମର ନବରଥୀ ବେହେରା ବୟସ ତାଙ୍କର 30, 7/7/2024 ତାରିଖରେ ସକାଳୁ ଗ୍ରାମକୁ ଲାଗି ଯାଇଥିବା ବାଦୁଡ଼ି ବସା ନାଳରେ ଗାଧୋଇବାକୁ ଯାଇଥିବା ସମୟରେ ହଠାତ୍ ପାହାଡ଼ ପାଣି ମାଡ଼ି ଆସିବାରୁ ଗୋଡ଼ ଖସି ଯାଇଥିଲା ଏବଂ ନଦୀ ସ୍ରୋତରେ ଭାସି ଯାଇଥିଲେ। କିଛି ସମୟ ପରେ ପରିବାର ଲୋକେ ଖବର ପାଇ ଗ୍ରାମରେ ଚହଳ ପଡ଼ିଯାଇଥିଲା। ସମସ୍ତେ ଯାଇ ନାଳରେ ଖୋଜାଖୋଜି କଲା ପରେ ନାଳର କିଛି ଦୂରରେ ମୃତଦେହ ଲାଗିଥିଲା। ସଙ୍ଗେ ସଙ୍ଗେ ହରଭଙ୍ଗା ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ 108 ଆମ୍ବୁଲାନ୍ସ ଦ୍ୱାରା ପୁରୁଣା କଟକ ମେଡିକାଲକୁ ପହଞ୍ଚାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘରେ ଥିବା ବିଧବା ମା ଏବଂ ପରିବାରର ଦାୟିତ୍ୱ ସେ ତୁଲାଉଥିଲେ। ବର୍ତ୍ତମାନ ତାଙ୍କୁ ହରାଇ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଏଣୁ ସରକାର ଏହି ଦୁଃଖଦ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ବୌଦ୍ଧରୁ କୁନା ବେହେରାଙ୍କ ରିପୋର୍ଟ। ତାଙ୍କର ତ ଆଉ କେହି ନାହାନ୍ତି। ତାଙ୍କ ବାପା ମାନେ ୟା ପୂର୍ବରୁ ମାନେ ମରି ଯାଇଛନ୍ତି। ଆଉ ତା ବଡ଼ ଭାଇ ଜଣେ ପାରାଲିସ୍, ସେ ବି ଅକର୍ମଣ୍ୟ, ତାର କୌଣସି ସହାୟତା କିଛି ନାହିଁ। ଆଉ ତା ମା ବୁଢ଼ୀ ଗୋଟେ ଅଛି, ଆଉ ତା ଭାଇର 2ଟା ଝିଅ ଅଛନ୍ତି। ତେଣୁ ସେ ବହୁତ କଷ୍ଟରେ ଚଳୁଛନ୍ତି। ତେଣୁ ତାଙ୍କୁ ସରକାର ସହାୟତା ଦେବା ପାଇଁ ଆମେ ଗ୍ରାମବାସୀ ଅନୁରୋଧ କରୁଛୁ। କେମିତି ଭସେଇ ନେଲା ଆଜ୍ଞା? ଗାଧୋଇବାକୁ ଯାଇଥିଲା, ଗୋଡ଼ ଖସିଗଲା। ସେଦିନ ତ ବର୍ଷା ପ୍ରବଳ ହେଉଥିଲା 3 ଦିନ ଧରିକି। ତେଣୁ ସେ ବର୍ଷାରେ ଭସେଇ ନେଲା। ଆଉ ସେ